ସକାଳର ଜଳଖିଆ ଝଟପଟ ବି ବନିବ, ଟେଷ୍ଟ ବି ବନିବ ଆଉ ହେଲ୍ଦି ବି ରହିବ। ବିନା ବିରି ବିନା ଚାଉଳରେ ବି ସ୍ୱାଦିଷ୍ଟ ରହିବ। ତୁଳାପରି ନରମ ଦେଖନ୍ତୁ କେତେ ସୁନ୍ଦର ବି ଦେଖାହେଉଛି। ତା ସହିତ ସ୍ପେଶାଲ ଚଟନି। ଏଇ ଜଳଖିଆଟି ଯଦି ଆପଣମାନେ ଛୁଆମାନଙ୍କ ଟିଫିନ୍ ବକ୍ସରେ ବି ଦେଉଛନ୍ତି, ସେଇମାନେ ବି ଫିନିସ୍ କରିବେ ବି ଏତେ ସ୍ୱାଦିଷ୍ଟ ଜଳଖିଆ ରେସିପି। ତ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ, କେମିତି କ'ଣ ବନୁଛି ଜାଣିପାରିବେ, ଘରେ ଇଜିଲି ପ୍ରସ୍ତୁତ କରିପାରିବେ। ଦେଖନ୍ତୁ କେତେ ସୁନ୍ଦର ବି ଦେଖାହେଉଛି ଆଉ କେତେ ସଫ୍ଟ ବନିଛି, ତା ସହିତ ସ୍ପେଶାଲ ଚଟନି। ତ ଚାଲନ୍ତୁ ଲେଟ୍ ନ କରି ରେସିପି ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ପାଇଁ ଝିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ପ୍ରଥମେ ଗୋଟେ କରେଇ ନେବା। ପ୍ରଥମେ ଟିକେ କରେଇକୁ ଗରମ ହେବା ଦେବା। ତାର ସ୍ପେଶାଲ ଚଟନିଟା ବନେଇକି ରେଡ଼ି କରିବା ପ୍ରଥମେ ଆମେ। ତ ସେଥିରେ ଅଳ୍ପ ଟିକେ ରିଫାଇନ୍ ତେଲ ଆଡ଼୍ କରିବା। ରିଫାଇନ୍ ତେଲ ବଦଳରେ ଆପଣମାନେ ଏଠି ସୋରିଷ ତେଲ ବି ଆଡ଼୍ କରିପାରିବେ। ପୁଣି ଦେଖନ୍ତୁ ଏଠି ଗୋଟେ ଟମାଟୋ, 2ଟି ପିଆଜକୁ ମୁଁ ପତଲା ପତଲା ଛୋଟ ଛୋଟ ପିସେସ୍ରେ ଏଠି କଟିଂ କରିଦେଇଛି। 3ଟି ଶୁଖିଲା ଲଙ୍କା ନେଇଛି। ଶୁଖିଲା ଲଙ୍କା ବଦଳରେ ଆପଣମାନେ ଏଠି କଞ୍ଚା ଲଙ୍କା ବି ଆଡ଼୍ କରିପାରିବେ। ଆଉ ଏଠି ଦେଖନ୍ତୁ ରସୁଣ ନେଇଛି 7ରୁ 8 କୋଲା ରସୁଣ। ରସୁଣ ଫ୍ଲେଭର ଦେଖିବେ ଏଥିରେ ବହୁତ ବଢ଼ିଆ ଲାଗିବ। ଆପଣମାନେ ଏଇ ତରିକାରେ ଥରେ ଟ୍ରାଏ କରନ୍ତୁ ଚଟନିଟା ଦେଖିବେ। ଏଇ ଚଟନିଟା ଆପଣମାନେ ବରା ସହିତ ବି ଖାଇପାରିବେ, ଇଡଲି ସହିତ ବି ଖାଇପାରିବେ, ଦୋସା ସହିତ ଖାଇପାରିବେ ଆଉ ଚକୁଳି ସହିତ ବି ଖାଇପାରିବେ। ତ ଦେଖନ୍ତୁ ଏଠି ଭାଜି ହେଇସାରିଲାଣି ପିଆଜ, ଟମାଟୋ, ଶୁଖିଲା ଲଙ୍କା, ରସୁଣ। ତାକୁ କିଛି ସମୟ ଥଣ୍ଡା ହେବାକୁ ଦେବା। ସେଥି ଭିତରେ ଆମର ଆଗ ପ୍ରଣାଳୀ ଆମେ ପ୍ରସ୍ତୁତ କରିବା। ପ୍ରଥମେ ଗୋଟେ ଜାର୍ ନେବା, ସେଥିରେ ଗୋଟେ ଗିନା ଏଠି ସୁଜି ନେବା ଆଉ ଗୋଟେ ଗିନା ଚୁଡ଼ାକୁ ମୁଁ ଆକୁ କିଛି ସମୟ ବତୁରେଇ ଦେଇଥିଲି। ପୁରାପୁରି ବତୁରି ଯାଇଛି, ଭଲସେ 2ରୁ 3 ଥର କ୍ଲିନ୍ କରି ଧୋଇକିରି ବତୁରେଇଥିଲି। ତ ସେ ଗୋଟେ ଗିନା ଆମେ ଏଥିରେ ଚୁଡ଼ା, ଗୋଟେ ଗିନା ସୁଜି ଆଡ଼୍ କରିବା। ଆପଣମାନେ ଚାହିଁଲେ ଏଥିରେ ଦହି ବି ଆଡ଼୍ କରିପାରିବେ, କିନ୍ତୁ ଏଠି ମୁଁ ବିନା ବେକିଂ ସୋଡ଼ା ବିନା ଦହିରେ ଆଜି ଆମେ ପ୍ରସ୍ତୁତ କରିବା ବହୁତ ଗୋଟେ ସ୍ୱାଦିଷ୍ଟ ରେସିପି। ତ କ'ଣ କରିବା ନା ଅଳ୍ପ ଟିକେ ପାଣିକୁ ଆଡ଼୍ କରିଦେବା। ପାଣିକୁ ଆଡ଼୍ କରି ମିକ୍ସରରେ ଆମେ ଗ୍ରାଇଣ୍ଡିଙ୍ଗ କରିଦେବା। ଯଦି ଅଧିକା ଶୁଖା ଲାଗୁଛି ତାହେଲେ ଆଉ ଟିକେ ପାଣି ବି ଆଡ଼୍ କରିପାରିବେ। ଦେଖନ୍ତୁ ପେଷ୍ଟଟା ପୁରା ଏଇଭଳି ପ୍ରୋସେସରେ ହେବା ଦରକାର, ଯେମିତିକି ସୁଜିଟା ପୁରାପୁରି ପେଷ୍ଟ ବନିଯିବ ଆଉ ଚୁଡ଼ା ତ ଏମିତିରେ ବି ଦେଖିବେ ପେଷ୍ଟ ବନିଯାଏ, କିନ୍ତୁ ସୁଜିଟା ଟିକେ ଟାଇମ୍ ଲାଗେ ଯେହେତୁ ଆମେ ଶୁଖା ସୁଜି ଆଡ଼୍ କରିଛନ୍ତି। ତ ଗୋଟେ ଫାଇନ୍ ପେଷ୍ଟ ବନେଇଦେବେ। ଗୋଟେ ଏଠି ବାଉଲ୍ ନେବେ, ବାଉଲ୍ରେ ଆଡ଼୍ କରିଦେବେ ଆଉ ଜାର୍କୁ କ୍ଲିନ୍ କରି ଆମେ ସେଥିରେ 2ରୁ 3 ଚାମଚ ପାଣିକୁ ଆଡ଼୍ କରିବା। ଅଧିକା ପତଲା ବନେଇବାନି, ଯେହେତୁ ଆଜି ଆମେ ବନାଉଛନ୍ତି ପତଲା ମିନି ଦୋସା ବନାଉଛନ୍ତି। ତ ଅଳ୍ପ ଟିକେ ଦେଇଦେବା। ସ୍ୱାଦ ଅନୁସାରେ ଲୁଣକୁ ଆଡ଼୍ କରିଦେବା। ଯଦି ଆପଣମାନେ ଏଥିରେ ଧନିଆ ପତ୍ର କି ଜିରା ବି ଚାହିଁଲେ ଏଥିରେ ଆଡ଼୍ କରିପାରିବେ, କିନ୍ତୁ ମୁଁ ଏଠି ପ୍ଲେନ୍ ଚକୁଳି ବନାଉଛି। ତ ଏବେ କ'ଣ କରିବେ ନା ଦେଖନ୍ତୁ ଏଠି ବିନା ବିରି ବିନା ଚାଉଳରେ ବି ବହୁତ ବଢ଼ିଆ ଗୋଟେ ସ୍ୱାଦିଷ୍ଟ ଚକୁଳି ବନିକି ରେଡ଼ି ହେଇଯିବ। ତ ଲୁଣ ଯେହେତୁ ଆଡ଼୍ କଲେ ଭଲସେ ମିକ୍ସ କରିଦେବା। ମିକ୍ସ କରିକିରି ଆକୁ ଆମେ ଏବେ ସାଇଡ଼୍ରେ ରଖିଦେବା। ତ ଦେଖନ୍ତୁ ପୁଣି ଥରେ ସେଇ ଜାର୍ଟି ନେବା, ଭଲସେ ଟିକେ ଧୋଇଦେବା। ତ ଜାର୍କୁ ଧୋଇ ସାରିବା ପରେ ଆମେ ଯେଉଁ ଦେଖନ୍ତୁ ଏଠି ଟମାଟୋ, ପିଆଜ, ଶୁଖିଲା ଲଙ୍କା, ରସୁଣକୁ ଭାଜିକି ରଖିଥିଲେ ତାକୁ ସେଥିରେ ଆଡ଼୍ କରିଦେବା। ପୁଣି ଅଳ୍ପ ଟିକେ ଆମେ ସେଥିରେ ଯେତିକି ରାଗ ଖାଇବେ ସେ ଅନୁସାରେ ଲଙ୍କା ଗୁଣ୍ଡ ଆଡ଼୍ କରିବେ। ଏଠି ଲଙ୍କା ଗୁଣ୍ଡଟା ଏଠି ପୁରାପୁରି ଅପସନାଲ୍ ଅଛି, ଆପଣମାନେ ଚାହିଁଲେ ଆଡ଼୍ କରିବେ ନା ସ୍କିପ୍ କରିପାରିବେ। ଆଉ ସ୍ୱାଦ ଅନୁସାରେ ଦେଇଦେବା ଲୁଣ। ମିକ୍ସରରେ ଗ୍ରାଇଣ୍ଡିଙ୍ଗ କରି ଗୋଟେ ଖଦରା ପେଷ୍ଟ ବନେଇବା, ଯେମିତି ଶିଳରେ ଆପଣମାନେ ବନାଉଥିବେ ଚଟନି ସେଇଭଳି ପ୍ରୋସେସରେ ପୁରା ଖଦରା ରହିବା ଦରକାର। ତ ଦେଖନ୍ତୁ ଚଟନିଟା ଆମର ବନିକି ରେଡ଼ି ହେଇସାରିଲାଣି ଆଉ ପାଖରୁ ବି ଦେଖାଉଛି କେତେ ସୁନ୍ଦର ବି ଦେଖାଉଛି। ଆଉ ଏମିତିରେ ଦେଖିବେ ଖଦରା ପେଷ୍ଟ ଯଦି ବନେଇକି ଯଦି ଚଟନି ବନାଉଛନ୍ତି ତାହେଲେ ଦେଖିବେ ଫ୍ଲେଭରଟା ତା'ର ବହୁତ ବଢ଼ିଆ ଲାଗିବ। ଆପଣମାନେ ୟାକୁ ଏମିତିରେ ବି ଖାଇବେ ନା, ବହୁତ ସ୍ୱାଦିଷ୍ଟ ଲାଗେ এই ଚଟନି ରେସିପିଟି। ତ ଏବେ ଆଉ ଟିକେ ସେଇଥିରେ ତା'ର ଟେଷ୍ଟକୁ ଫ୍ଲେଭରକୁ ବଢ଼ାଇବା ପାଇଁ ଅଳ୍ପ ଟିକେ ସେଥିରେ ସୋରିଷ ତେଲ ଆଡ଼୍ କରିବା। କଞ୍ଚା ସୋରିଷ ତେଲକୁ ଆଡ଼୍ କରିକି ଦେଖନ୍ତୁ ସ୍ୱାଦ ବଢ଼ିଯିବ ଚଟନିର। ତ ଅଳ୍ପ ଟିକେ ତା ଉପରେ ପୁଣି ଥରେ ଚିଲି ଫ୍ଲେକ୍ସ ଆଡ଼୍ କରିଛି, ଏଇଟା ପୁରାପୁରି ଅପସନାଲ୍ ଅଛି। ଯଦି ଛୁଆମାନଙ୍କ ପାଇଁ ବନାଉଛନ୍ତି ତାହେଲେ ଏଠି ଲଙ୍କା ପୁଣି ଲଙ୍କା ଗୁଣ୍ଡ ସବୁ ସ୍କିପ୍ କରିପାରିବେ। ତ ଫାଇନାଲି ଦେଖନ୍ତୁ ଆମର ସ୍ପେଶାଲ ଚଟନି ବନିକି ରେଡ଼ି ହେଇସାରିଲାଣି। ତାକୁ ଏବେ ସାଇଡ଼୍ରେ ରଖିଦେବା। ତ ପୁଣି ଥରେ ଏଠି ଗୋଟେ ପେନ୍ ନେବା ବା ଗୋଟେ ଏଠି ତାୱା ନେବେ, ସେଥିରେ ଆଡ଼୍ କରିଦେବେ ତେଲ, ଗ୍ରୀସ୍ କରିବେ। ଅଳ୍ପ ଟିକେ ହିଁ ତେଲ ମୁଁ ଏଥିରେ ଗ୍ରୀସ୍ କରିଛି। ତ ଆପଣମାନେ ଯେତିକି ତେଲ ଖାଇବାକୁ ପସନ୍ଦ କରନ୍ତି ସେ ଅନୁସାରେ ଗ୍ରୀସ୍ କରିବେ। ତ ଏଠି ମୁଁ ନନଷ୍ଟିକ୍ ତାୱା ଗୋଟେ ନେଇଛି। ତ ନନଷ୍ଟିକ୍ ତାୱାରେ ଦେଖିବେ ବହୁତ ବଢ଼ିଆ ବାହାରି ପଡ଼ିବ ଚକୁଳିଟା। ତ ସେଇଥିପାଇଁ ମୁଁ ନେଇଛି। ପୁଣି ଥରେ ଦେଖନ୍ତୁ ଏଥିରେ 2 ବେଲା ଆମେ ସେଇଥିରେ ଆଡ଼୍ କରିଦେବା ଚକୁଳିର ଆଣକୁ। ଆଡ଼୍ କରିକି ଆମେ ଏବେ ଟିକେ କଭରକୁ ବନ୍ଦ କରିଦେବା। କଭରକୁ ବନ୍ଦ କରି 2ରୁ 3 ମିନିଟ୍ ପର୍ଯ୍ୟନ୍ତ ଟିକେ ସିଝିବାକୁ ଦେବା। ତ ବିନା ଓଲଟେଇକିରି ବି ଆମେ ଚକୁଳି ବନେଇ ପାରିବା ପୁରା ଇଜି ପ୍ରୋସେସରେ। ତ ଦେଖନ୍ତୁ କେତେ ସାରା ପୁରା ଜାଲି ବନିଛି ଚକୁଳିରେ ଆଉ ପୁରା ଇଜି ପ୍ରୋସେସରେ ବାହାରି ପଡ଼ିଲା ଚକୁଳିଟି। ତ ଦେଖନ୍ତୁ କେତେ ବଢ଼ିଆ ଆମର ଚକୁଳି ରେସିପିଟି ବନିକି ରେଡ଼ି ହେଇସାରିଲାଣି ଆଉ କେତେ ସୁନ୍ଦର ବି ଦେଖାହେଉଛି ଆଉ କେତେ ସାରା ପୁରା ଜାଲି ବି ବାହାରିଛି ଆଉ ପୁରାପୁରି ସଫ୍ଟ, ଯେମିତିକି ପାଟିରେ ଆଡ଼୍ କରୁ କରୁ ମିଳିଯିବ। ସକାଳେ ଯଦି ବ୍ୟସ୍ତତା ଭିତରେ এই ରେସିପିଟି ଆପଣମାନେ ବନାଉଛନ୍ତି ତାହେଲେ ଦେଖିବେ 5ରୁ 10 ମିନିଟ୍ରେ ବନିକି ରେଡ଼ି ହେଇଯିବ। ଆଉ ଦେଖିବେ ତରକାରୀ ବି ଆବଶ୍ୟକତା ପଡ଼ିବନି, ଝଟପଟ ବନିକି ରେଡ଼ି ହେବ। ତ ଥରେ ମାତ୍ର ଆପଣମାନେ ଟ୍ରାଏ କରନ୍ତୁ, ଦେଖିବେ ଛୁଆମାନଙ୍କ ଟିଫିନ୍ ବକ୍ସରେ ବି ଦିଅନ୍ତୁ, ସେମାନେ ବି ଦେଖିବେ ଫିନିସ୍ କରି ଆସିବେ। ଏତେ ସ୍ୱାଦିଷ୍ଟ ଗୋଟେ ରେସିପି। ତ ପୁଣି ଥରେ ଆଉ ଗୋଟେ ବି ଚକୁଳି ଆମେ
ସେଥିରେ ଏଡ୍ କରିଦେବା ବନେଇଦେବା। ତ ଦେଖନ୍ତୁ ପୁଣି ଥରେ ସେମ୍ ପ୍ରୋସେସ୍ରେ ତେଲ ଗ୍ରୀସ୍ କରିବେ, ସେଥିରେ 2 ବେଲା ଆମେ ସେଥିରେ ଏଡ୍ କରିଦେବା ଆଣକୁ, ପୁଣି ଥରେ କଭର୍କୁ ବନ୍ଦ କରିବା, କିଛି ସମୟ ଟିକେ ସିଝିବାକୁ ଦେବା, ପୁଣି ଥରେ ସେମ୍ ପ୍ରୋସେସ୍ରେ କଭର୍କୁ ବାହାର କରି ଆମେ ଚକୁଳିକୁ ସେଥିରୁ ଆମେ ବାହାର କରିବା। ତ ଦେଖନ୍ତୁ ନୋଟିସ୍ କରିପାରୁଥିବେ କେତେ ସାରା ପୁରା ଜାଲି ପୁରା ହେଇଛି, ଆଉ ତାକୁ ଆମେ ଦେଖନ୍ତୁ ପୁରା ଇଜି ପ୍ରୋସେସ୍ରେ ପୁରା ବାହାରିକି ରେଡ଼ି ହେଇଯାଏ ଏ ଚକୁଳି ରେସିପିଟି। ଆପଣମାନେ ଚାହିଁଲେ କ୍ରିପ୍ସି ବି ଟିକେ ବନେଇ ପାରିବେ, ଯେମିତିକି ପୁରା କ୍ରିପ୍ସି ବି ରହିବ ଆଉ ସଫ୍ଟ ବି ରହିବ, ବହୁତ ସ୍ୱାଦିଷ୍ଟ ଲାଗେ। ତ ଦେଖନ୍ତୁ କେତେ ବଢ଼ିଆ ଗୋଟେ ସଫ୍ଟ ଚକୁଳି ବନିଛି, ଯେମିତି ପାଟିରେ ଏଡ୍ କରୁ କରୁ ମିଳିଯିବ। ତ ପୁଣି ଥରେ ସେମ୍ ପ୍ରୋସେସ୍ରେ ସବୁ ବନେଇକି ବି ଆମେ ରେଡ଼ି କରିଦେବା। ତ ଚାଲନ୍ତୁ ଆପଣମାନଙ୍କୁ ଆଉ ଗୋଟେ ବି ବନେଇକି ଦେଖେଇ ଦେଉଛି, ଆଉ ଗୋଟେ ଓଲଟେଇକି ଦେଖାଉଛି କେତେ ବଢ଼ିଆ ପୁରା ବ୍ୟାକ୍ ସାଇଡ଼୍ଟା ବି କ୍ରିପ୍ସି ହେଇଛି। ଦେଖନ୍ତୁ ପାଖରେ ବି ଦେଖାଉଛି ପୁରାପୁରି କ୍ରିପ୍ସି ରହିଛି ବ୍ୟାକ୍ ସାଇଡ଼୍ଟା, ଆଉ ଗୋଟେ ସାଇଡ଼୍ଟି ତା'ର ପୁରାପୁରି ସଫ୍ଟ ରହିବ, ବହୁତ ସ୍ୱାଦିଷ୍ଟ ଲାଗିବ। ତ ପୁଣି ଥରେ ଆଉ ଗୋଟେ ଚାଲନ୍ତୁ ଆପଣମାନଙ୍କୁ ମୁଁ ବନେଇକି ଦେଖାଉଛି। ତ ସେମ୍ ପ୍ରୋସେସ୍ରେ ଏବେ ଆମେ ସବୁ ବନେଇକିରି ଏବେ ରେଡ଼ି କରିଦେବା। ପୁଣି ଥରେ ତେଲକୁ ଗ୍ରୀସ୍ କରିବେ, ପୁଣି ଥରେ ସେଥିରେ 2 ବେଲା ଏଡ୍ କରିଦେବେ ଆଣକୁ ଏଡ୍ କରି ଆମେ ଟିକେ ବହଳିଆ ହିଁ ଚକୁଳିଟାକୁ ରଖିବା, ଅଧିକ ପତଳା ରଖିବେନି। ଏଇ ଚକୁଳିଟା ଦେଖିବେ ଟିକେ ବହଳିଆ ରହିଲେ ଖାଇବାକୁ ସ୍ୱାଦିଷ୍ଟ ଲାଗେ, ତ ମୁଁ ସେଇଥିପାଇଁ ଟିକେ ବହଳିଆ ରଖିଛି। ତ ପୁଣି ଥରେ ଆମେ କଭର୍କୁ ଟିକେ ବନ୍ଦ କରିଦେବା, ଟିକେ ସିଝିବାକୁ ଦେବା, ଆଉ କିଛି ସମୟ ପରେ ମାନେ 2ରୁ 3 ମିନିଟ୍ ପରେ କଭର୍କୁ ବାହାର କରି ଦେଖେଇ ଦେଉଛି। ପୁଣି ଥରେ ଦେଖନ୍ତୁ ବାହାରଟା ଆଉ ଉପରଟା ପୁରାପୁରି ସିଝି ଯାଇଛି, ଯେହେତୁ କଭର୍କୁ ବନ୍ଦ କରିଦେଲେ ହାଉରେ ସେ ସିଝିଯାଏ, ଆଉ ଖାଇବା ବି ବହୁତ ସ୍ୱାଦିଷ୍ଟ ଲାଗେ। ତ ବିନା ଓଲଟେଇକିରି ବି ଚକୁଳି ବନେଇକିରି ଆପଣମାନେ ଖାଇପାରିବେ। ତ ଫାଇନାଲି ଦେଖନ୍ତୁ ଆମେ ସବୁ ଚକୁଳି ସେମ୍ ପ୍ରୋସେସ୍ରେ ବନେଇକିରି ଏବେ ରେଡ଼ି କରିଦେବା। ତ ତା ସହିତ ସ୍ପେଶାଲ୍ ଚଟନି ପାଖରୁ ବି ଦେଖାଉଛି, ଦେଖନ୍ତୁ କେତେ ସୁନ୍ଦର ବି ଦେଖାହେଉଛି, ଆଉ ବହୁତ ବଢ଼ିଆ ଟେଷ୍ଟି ବି ଥିଲା। ତ ଭାବିଲି ଆପଣମାନଙ୍କୁ ବି ଏଇ ରେସିପିଟି ମୁଁ ସେୟାର କରିବି। ତ ନିଶ୍ଚୟ ଘରେ ଏଇ ରେସିପିଟି ଆପଣମାନେ ଟ୍ରାଏ କରନ୍ତୁ। କେମିତି ଲାଗିଲା କ'ଣ ଆପଣମାନଙ୍କର ଅନୁଭୂତି ମୋ ସହିତ ସେୟାର କରନ୍ତୁ। ଫ୍ରେଣ୍ଡସ୍, ଆପଣମାନେ ଯଦି ଏ ଭିଡ଼ିଓଟି ମୋର ପସନ୍ଦ ଆସିବ ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ମୋର ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ମୁଁ ଏମିତି ଇଜି ଇଜି ଭିଡ଼ିଓ ନେଇ ଆସିବି, ଆପଣମାନେ ଦେଖିକି ଘରେ ନିଶ୍ଚୟ ଟ୍ରାଏ କରନ୍ତୁ। ଆପଣ ଫେସବୁକ୍ ପେଜ୍ରେ ଦେଖୁଛନ୍ତି ତାହେଲେ ଫେସବୁକ୍ ପେଜ୍ ମୋର ଫଲୋ କରନ୍ତୁ। ଇନଷ୍ଟାଗ୍ରାମରେ ଦେଖୁଥିଲେ ନା ଫଲୋ କରିବାକୁ ଜମାରୁ ଭୁଲନ୍ତୁନି। ତ ଦେଖନ୍ତୁ ପାଖରୁ ଦେଖାଉଛି କେତେ ବଢ଼ିଆ ପୁରା ସ୍ପଞ୍ଜି ଟେଷ୍ଟି ଆମର ଚକୁଳି ରେସିପିଟି ବନିକି ରେଡ଼ି ହେଇସାରିଛି। ଫ୍ରେଣ୍ଡସ୍, କହିବା ସମୟରେ ଟିକେ ଟିକେ ପାଟି ଲାଗିଯାଉଛି, ଟିକେ ଆଡ଼ଜଷ୍ଟ କରିଦେବେ। ତ ଦେଖନ୍ତୁ ଗୋଟେ ଖଣ୍ଡ କରିକି ଦେଖେଇଦେଲି, ହାତରେ ଧରୁ ଧରୁ ପୁରା ଖଣ୍ଡ ହେଇଯିବ, ଏତେ ସଫ୍ଟ ବି ବନିଛି। ତ ଚାଲନ୍ତୁ ତା ସହିତ ଟିକେ ଚଟନିରେ ବି ଆପଣମାନଙ୍କୁ ବୁଡ଼େଇ ଦେଖେଇ ଦେଉଛି। ତ ଦେଖନ୍ତୁ ଫାଇନାଲି ରେସିପିଟି ବନିକି ରେଡ଼ି ହେଇସାରିଲାଣି। ତ ଆପଣମାନେ ବି ଘରେ ନିଶ୍ଚୟ ଟ୍ରାଏ କରନ୍ତୁ, ଆପଣମାନଙ୍କର ଅନୁଭୂତି ମୋ ସହିତ ସେୟାର କରନ୍ତୁ। ତ ଚଟନି ସହିତ ସ୍ପେଶାଲ୍ ଚକୁଳି ତ ବହୁତ ବଢ଼ିଆ ସ୍ୱାଦିଷ୍ଟ ଲାଗିବ। ତ ସେ ପର୍ଯ୍ୟନ୍ତ ରହୁଛି, ପୁଣି ଏକ ନୂଆ ରେସିପି ନେଇ ଆସିବି। ନମସ୍କାର, ଜୟ ଜଗନ୍ନାଥ।